ଆପଣମାନଙ୍କୁ ସ୍ୱାଗତ ଆପଣଙ୍କର ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ଏମ୍ଜିଏସ୍ ସ୍ମାଇଲ୍ ୱାର୍ଲ୍ଡ को ଆଜିର ଭିଡ଼ିଓଟି ଆପଣମାନଙ୍କ ପାଇଁ ରହିଛି 7th ମନ୍ଥଲି କ୍ଲଷ୍ଟର ଲେଭେଲ୍ ମିଟିଂ ରିଲେଟେଡ୍। ତ ଲେଟରଟି ଆପଣଙ୍କର ଡିରେକ୍ଟୋରେଟ୍ ଅଫ୍ ଟିଚର ଏଜୁକେସନ୍ ଆଣ୍ଡ ଏସିଆଇଟି ଓଡ଼ିଶା ଭୁବନେଶ୍ୱର ତରଫରୁ କରାଯାଇଛି। ଲେଟର ନମ୍ବର ରହିଛି 133, ଡେଟ୍ ରହିଛି 7/1/2026। ଦେଖନ୍ତୁ ଆପଣଙ୍କର ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଜାନୁଆରୀ 2026, ଏଇଟା ଆପଣଙ୍କର ସପ୍ତମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ରହିଛି। କାର୍ଯ୍ୟସୂଚୀ ଦେଖିବା ଆପଣଙ୍କର ସ୍ୱାଗତ ଏବଂ କାର୍ଯ୍ୟସୂଚୀର ସୂଚନା ପ୍ରଦାନ 10ଟାରୁ 10ଟା 15, ପୂର୍ବ ବୈଠକ ବିଷୟବସ୍ତୁ ଆଲୋଚନା 10ଟା 15ରୁ 10ଟା 30, ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା 2025-26 ମୌଳିକ ସ୍ତର ଶିକ୍ଷଣର ସର୍ବେକ୍ଷଣ 10ଟା 30ରୁ 10ଟା 50, ଜାନୁଆରୀ ମାସର ଶୈକ୍ଷିକ କ୍ୟାଲେଣ୍ଡର 10ଟା 50ରୁ 11ଟା 10, ଶ୍ରେଣୀ ପରିଚାଳନା ରହିଛି ବହୁ ଶ୍ରେଣୀ ଭାଷା ଓ ସଂଖ୍ୟାଗାନ 11ଟା 10ରୁ 1 ରହିଛି, ମଧ୍ୟାହ୍ନ ଭୋଜନ ବିରତି ରହିଛି 1ରୁ 2ଟା, ବିଦ୍ୟାଳୟ ପରିଦର୍ଶନ ଆଲୋଚନା ରହିଛି 2ଟାରୁ 2ଟା 20, ଶ୍ରେଣୀ ପର୍ଯ୍ୟବେକ୍ଷଣ ସାଧନୀ ରହିଛି ଓ ଶିକ୍ଷଣ ସୋପାନ ରେଜିଷ୍ଟର ରହିଛି 2ଟା 20ରୁ 3ଟା 10, ଜିଲ୍ଲା ଭିତ୍ତିକ ଶୈକ୍ଷିକ ଆଲୋଚନା ରହିଛି 3ଟା 10ରୁ 3ଟା 45, ସଂକ୍ଷେପଣ ରହିଛି 3ଟା 45ରୁ 4ଟା। ତ ଆଜ୍ ୟୁଜୁଆଲ୍ ଯେମିତି ହୁଏ ସେଭଳି ଭାବେ ପୂର୍ବ ବୈଠକର ବିଷୟବସ୍ତୁ ଆଲୋଚନା କରାଯିବ। ତା ସହିତ ଆପଣଙ୍କର ଦେଖନ୍ତୁ ଫାର୍ଷ୍ଟ ଯେଉଁଟା ଆଲୋଚନା କରାଯିବ ପଞ୍ଚମ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା 2025-26। ଆମେ ପୂର୍ବରୁ ଏହା ରିଲେଟେଡ୍ ଭିଡ଼ିଓ ମଧ୍ୟ ବନେଇଛୁ, ସେ ସମସ୍ତ ଭିଡ଼ିଓ ଲିଙ୍କ୍ ମୁଁ ଆପଣଙ୍କୁ ଏ ଭିଡ଼ିଓ ଡେସ୍କ୍ରିପ୍ସନ୍ ବକ୍ସରେ ଦେଇଦେବି। ଯଦି ଦେଖିବା ଆପଣଙ୍କର ପଞ୍ଚମ ଅଷ୍ଟମ ଶ୍ରେଣୀ ପାଇଁ ଇଣ୍ଟରନାଲ୍ ଆସେସମେଣ୍ଟ ରହିଛି, ଦେନ୍ ଆନୁଆଲ୍ ଏକ୍ଜାମିନେସନ୍ ରହିଛି। ଇଣ୍ଟରନାଲ୍ ଆସେସମେଣ୍ଟରେ ଆପଣଙ୍କର ଫର୍ମେଟିଭ୍ 1, ଫର୍ମେଟିଭ୍ 2, ସमेटिव 1 ତା ସହିତ ଲିଖିତ କାର୍ଯ୍ୟ ପ୍ରକଳ୍ପ କାର୍ଯ୍ୟ ଯାଉଛି। ପଞ୍ଚମ ଶ୍ରେଣୀ ପାଇଁ ଇଣ୍ଟରନାଲ୍ ଆସେସମେଣ୍ଟ 60% ଗୁରୁତ୍ୱ ରହିଛି। ଫର୍ମେଟିଭ୍ 1, ଫର୍ମେଟିଭ୍ 2 ଏବଂ ସमेटिव 1 ତିନିଟା ଯାକ ମାର୍କ ଆପଣ କାଲକୁଲେସନ୍ କରିବେ ବା ଟୋଟାଲିଂ କରିବେ, ତା'ର 30% ଗୁରୁତ୍ୱ ଦେବେ। ଲିଖିତ କାର୍ଯ୍ୟ ପାଇଁ 10% ଗୁରୁତ୍ୱ, ପ୍ରକଳ୍ପ କାର୍ଯ୍ୟ ପାଇଁ 20% ଗୁରୁତ୍ୱ। ଲିଖିତ କାର୍ଯ୍ୟ ଆପଣ 2ଟି ଆକ୍ଟିଭିଟି ଦେବେ, ଯେଉଁ ଆକ୍ଟିଭିଟିରେ ପିଲାଟି ହାଏଷ୍ଟ ନମ୍ବର ରଖିଥିବ ସେ ମାର୍କଟାକୁ ଆପଣ କାଉଣ୍ଟ କରିବେ। ଠିକ୍ ସେଭଳି ପ୍ରକଳ୍ପ କାର୍ଯ୍ୟରେ ମଧ୍ୟ ଆପଣ କାଉଣ୍ଟ କରିବେ। ତ ଇଏ ହେଲା ଆପଣଙ୍କର 60% ଏବଂ 40% ବାର୍ଷିକ ପରୀକ୍ଷା। କିନ୍ତୁ ଅଷ୍ଟମ ଶ୍ରେଣୀର ଇଣ୍ଟରନାଲ୍ ଆସେସମେଣ୍ଟ 50% ଗୁରୁତ୍ୱ ରହିଛି, ଯେଉଁଥିରେ କି ଆପଣଙ୍କର ଫର୍ମେଟିଭ୍ 1, ଫର୍ମେଟିଭ୍ 2 ଏବଂ ସमेटिव 1 ଆପଣଙ୍କର 30% ଗୁରୁତ୍ୱ ରହିଛି। ଲିଖିତ କାର୍ଯ୍ୟ ଆପଣଙ୍କର ପଞ୍ଚମ ଶ୍ରେଣୀ ପାଇଁ 10 ମାର୍କ ଥିଲା, ଏଠି 5 ମାର୍କ ରହିଛି। ପ୍ରକଳ୍ପ କାର୍ଯ୍ୟ ଏଠି 20 ଥିଲା, ଏଠି 15 ମାର୍କ ରହିଛି। ଦେନ୍ ବାର୍ଷିକ ପରୀକ୍ଷାର ୱେଟେଜ୍ ଆପଣଙ୍କର 50% ରହିଛି। ଏଠି ଗୋଟେ କାଲକୁଲେସନ୍ ହେଇଥିଲା, ମୁଁ ପୂର୍ବରୁ ବନେଇଛି, ସେ ବିଷୟରେ ଆଉ ବିଶେଷ କିଛି କହୁନାହିଁ, ଆପଣମାନେ ଇଜିଲି ତା'ର ଡିଟେଲ୍ସ ଜାଣିପାରିବେ। ଏଠି ଦେଖନ୍ତୁ ଆପଣଙ୍କର ନମ୍ବର ହିସାବ କରିବା ସମୟରେ ଯଦି ନମ୍ବରଟି ଦଶମିକ ସଂଖ୍ୟା ହୁଏ, ଯେମିତିକି 24.2 କିମ୍ବା 24.8 ହୁଏ, ଦେନ୍ ନେକ୍ସଟ 25 ବୋଲି ଧରାଯିବ। ପଞ୍ଚମ ଅଷ୍ଟମ ଶ୍ରେଣୀରେ ପ୍ରତ୍ୟେକ ବିଷୟରେ ସମସ୍ତ ଲିଖିତ କାର୍ଯ୍ୟ ପ୍ରକଳ୍ପ କାର୍ଯ୍ୟ ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ସମାପ୍ତ କରାଯିବ, ଏଇଟା ଗୁରୁତ୍ୱ ରହିଛି। ଯେଉଁଟା ଲିଖିତ କାର୍ଯ୍ୟ ଓ ପ୍ରକଳ୍ପ କାର୍ଯ୍ୟ ଆପଣ ଦେବେ। ବାର୍ଷିକ ପରୀକ୍ଷାର ଯଦି ଗୋଟିଏ ବିଷୟରେ ସବୁ ହିସାବ ପରେ ମୋଟ ନମ୍ବର 30ରୁ କମ୍ ରହିବ, ତେବେ ଶିକ୍ଷାର୍ଥୀଟି ସେହି ବିଷୟ ପାଇଁ ଆଉ ଥରେ ପରୀକ୍ଷା ଦେବ। ତାପରେ ସବଜେକ୍ଟ ୱାଇଜ୍ ପ୍ରିପାରେସନ୍ କରିବେ, ତାଙ୍କର ମାର୍କ ବା କାଲକୁଲେସନ୍ କରିବେ। ବିଦ୍ୟାଳୟରେ ସେହି ବିଷୟରେ 4 ସପ୍ତାହ ପ୍ରତିକାରମୂଳକ ଶିକ୍ଷାଦାନ ପରେ ଶିକ୍ଷାର୍ଥୀଟି ପୁନଃ ପରୀକ୍ଷା ଦେବ। ଏହି ପୁନଃ ପରୀକ୍ଷାରେ କେବଳ ସେହି ପରୀକ୍ଷାରେ ରଖିଥିବା ନମ୍ବରକୁ ହିସାବକୁ ନିଆଯିବ, ଆଭ୍ୟନ୍ତରୀଣ ମୂଲ୍ୟାୟନ ନମ୍ବରକୁ ନିଆଯିବ ନାହିଁ। ଏଠି ଦେଖନ୍ତୁ ଆପଣଙ୍କର ନମ୍ବର ବଣ୍ଟନ ଯେଉଁଟା ରହିଛି, ଆପଣଙ୍କର ଅବଜେକ୍ଟିଭ୍ ରହିଛି 40%, ଦେନ୍ ସବଜେକ୍ଟିଭ୍ ଆପଣଙ୍କର 60% ରହିଛି। ଏଠି ଦେଖନ୍ତୁ ପଞ୍ଚମ ଶ୍ରେଣୀ ପାଇଁ ଦେଖିବା ଆପଣଙ୍କର ଲିଖିତ ମୌଖିକ, ଲିଖିତ 40, ମୌଖିକ 10 ମାର୍କ ରହିଛି। ପ୍ରଶ୍ନର ଗୁରୁତ୍ୱ ବସ୍ତୁନିଷ୍ଠ 20 ନମ୍ବର, ବ୍ୟକ୍ତିନିଷ୍ଠ 30 ନମ୍ବର, ଯେଉଁଟାକି ଆପଣଙ୍କର ଅବଜେକ୍ଟିଭ୍ ରହିଛି 20, ସବଜେକ୍ଟିଭ୍ ରହିଛି 30। ସହଜ ପ୍ରଶ୍ନ ଦେଖନ୍ତୁ ଆପଣଙ୍କର 30%, ମଧ୍ୟମ 40%, କଠିନ ରହିଛି 30%। ସେ ଯେଉଁ ବ୍ୟକ୍ତିନିଷ୍ଠ ରହିଛି ଯେଉଁଟାକି ସବଜେକ୍ଟିଭ୍ ରହିଛି, ସେଥିରେ ଆପଣଙ୍କର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ 2ଟି, ଯେଉଁଟାକି 5 ନମ୍ବର ବିଶିଷ୍ଟ। ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ 4ଟି, 3 ନମ୍ବର ଲେଖେ। ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ 4ଟି, 2 ନମ୍ବର ଲେଖେ। ବସ୍ତୁନିଷ୍ଠ ପ୍ରଶ୍ନ ଯେଉଁଟାକି 1 ନମ୍ବର ଲେଖେ, ସେଥିରେ ଆପଣଙ୍କର ବହୁ ବିକଳ୍ପ ଆସିବ, ଶୂନ୍ୟସ୍ଥାନ ପୂରଣ ଆସିବ, ଠିକ୍ ଭୁଲ ମେଳକ ଇତ୍ୟାଦି ମଧ୍ୟ ପ୍ରଶ୍ନ ଆସିବ। ଅଷ୍ଟମ ଶ୍ରେଣୀ ପାଇଁ ଠିକ୍ ସେଭଳି ମଧ୍ୟ ରହିଛି। ଲିଖିତ କାର୍ଯ୍ୟ ଓ ପ୍ରକଳ୍ପ କାର୍ଯ୍ୟ। ଲିଖିତ କାର୍ଯ୍ୟ ନିୟମିତ ଶ୍ରେଣୀଗୃହରେ ସମ୍ପାଦିତ ହେଉଥିବା କାର୍ଯ୍ୟଗୁଡ଼ିକୁ ଅନ୍ତର୍ଭୁକ୍ତ କରେ, ଯେପରି ପାଠ୍ୟପୁସ୍ତକରେ ଥିବା ଅଭ୍ୟାସ କାର୍ଯ୍ୟ, ନ୍ୟସ୍ତ କାର୍ଯ୍ୟ, କାର୍ଯ୍ୟଫର୍ଦ୍ଦ, ସୂତ୍ରଲେଖନ, ହସ୍ତାକ୍ଷର ଇତ୍ୟାଦି। ଉଭୟ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପ୍ରତ୍ୟେକ ବିଷୟ ପାଇଁ ଅନ୍ୟ 2ଟି ଲିଖିତ କାର୍ଯ୍ୟ ଓ 2ଟି ପ୍ରକଳ୍ପ କାର୍ଯ୍ୟ କରାଯିବ। ସେଥିମଧ୍ୟରୁ ଯେଉଁଥିରେ ଶିକ୍ଷାର୍ଥୀଟି ଅଧିକ ନମ୍ବର ରଖିଥିବ ସେହି ନମ୍ବରକୁ ଗ୍ରହଣ କରାଯିବ। ପଞ୍ଚମ ଶ୍ରେଣୀରେ ପ୍ରତ୍ୟେକ ଲିଖିତ କାର୍ଯ୍ୟ ପାଇଁ 10 ନମ୍ବର ରହିବ
ଓ ଅଷ୍ଟମ ଶ୍ରେଣୀରେ ପ୍ରତ୍ୟେକ ଲିଖିତ କାର୍ଯ୍ୟ ପାଇଁ 5 ନମ୍ବର ରହିବ। ପଞ୍ଚମ ଶ୍ରେଣୀରେ ପ୍ରତ୍ୟେକ ପ୍ରକଳ୍ପ କାର୍ଯ୍ୟ ପାଇଁ 20 ନମ୍ବର ରହିବ। ଅଷ୍ଟମ ଶ୍ରେଣୀର ପ୍ରତ୍ୟେକ ପ୍ରକଳ୍ପ କାର୍ଯ୍ୟ ପାଇଁ 15 ନମ୍ବର ରହିବ। ବାର୍ଷିକ ପରୀକ୍ଷା ପାଇଁ ଅଭ୍ୟାସ ପ୍ରଶ୍ନ ପଞ୍ଚମ ଅଷ୍ଟମ ଶ୍ରେଣୀରେ ବିଭିନ୍ନ ବିଷୟର ଅଭ୍ୟାସ ପ୍ରଶ୍ନଗୁଡ଼ିକ ଶ୍ରେଣୀରେ ଅଭ୍ୟାସ କରାଇବେ। ପ୍ରତ୍ୟେକ ଶିକ୍ଷାର୍ଥୀ ବାର୍ଷିକ ପରୀକ୍ଷାର ପ୍ରଶ୍ନ ବିଷୟରେ ଅବଗତ ହେବେ ଓ ଶ୍ରେଣୀରେ ସେହିଭଳି ପ୍ରଶ୍ନଗୁଡ଼ିକ ଶିକ୍ଷକ ପ୍ରସ୍ତୁତ କରି ଅଭ୍ୟାସ କରାଇବେ। ଭାଷା ବିଷୟ ପାଇଁ ନିୟମିତ ଶ୍ରେଣୀ କାର୍ଯ୍ୟ ସମୟରେ ଶିକ୍ଷାର୍ଥୀମାନଙ୍କୁ ପାଠ୍ୟପୁସ୍ତକରେ ଥିବା ପ୍ରସଙ୍ଗ ଓ ପାଠ୍ୟପୁସ୍ତକ ବାହାର ପ୍ରସଙ୍ଗ ଅନୁଚ୍ଛେଦ କବିତା ଗପ ପୋଷ୍ଟର ଆଦି ପଢ଼ିବାକୁ ଦେବେ। ପଢ଼ିବା ପରେ ସେହି ସମ୍ପର୍କିତ କେତେକ ପ୍ରଶ୍ନ ଦେଇ ଅଭ୍ୟାସ କରିବେ। ରଚନା ପତ୍ର ଲିଖନ ଦରଖାସ୍ତ ନୋଟିସ୍ ଆଦି ଲେଖିବାକୁ ଦେଇ ଅଭ୍ୟାସ କରାଇବେ। ବ୍ୟାକରଣ ମଧ୍ୟ ଅଭ୍ୟାସ କରାଇବେ। ଶିକ୍ଷାର୍ଥୀମାନଙ୍କର ପଠନ ଦକ୍ଷତା ପଢ଼ି ବୁଝିବା ଲିଖନ ଦକ୍ଷତା ଭାଷା ଜ୍ଞାନ ବୃଦ୍ଧି ନିମନ୍ତେ ବହିରେ ଥିବା ଅଭ୍ୟାସ କାର୍ଯ୍ୟକୁ ନିୟମିତ କରିବା ସହିତ ବହି ବାହାର ପ୍ରଶ୍ନ ମଧ୍ୟ ଦେବେ। ଖବରକାଗଜ ପୋଷ୍ଟର ଆଦିକୁ ମଧ୍ୟ ବ୍ୟବହାର କରି ପ୍ରଶ୍ନ ପ୍ରସ୍ତୁତ କରି ଅଭ୍ୟାସ କରାଇବେ। ଅନ୍ୟାନ୍ୟ ବିଷୟ ପାଇଁ ନମୁନା ପ୍ରଶ୍ନ ଆଧାରରେ ଶିକ୍ଷଣ ଫଳାଫଳକୁ ନେଇ ବିଭିନ୍ନ ପ୍ରକାର ପ୍ରଶ୍ନର ଅଭ୍ୟାସ କରାଇବେ। ମୌଳିକ ସ୍ତର ଶିକ୍ଷଣର ସର୍ବେକ୍ଷଣ ଫାଉଣ୍ଡେସନାଲ ଲର୍ଣ୍ଣିଂ ଷ୍ଟଡି 2026 ପରଖ NCERT ଦ୍ୱାରା ନମୁନା ବିଦ୍ୟାଳୟଗୁଡ଼ିକରେ ଫେବୃଆରୀ ମାର୍ଚ୍ଚ 2026ରେ ଏହି ସର୍ବେକ୍ଷଣ କରାଯିବ। ତୃତୀୟ ଶ୍ରେଣୀରେ ଭାଷା ଓ ଗଣିତ ବିଷୟରେ ଏହି ସର୍ବେକ୍ଷଣ କରାଯିବ। ସର୍ବେକ୍ଷଣ ପାଇଁ ପ୍ରସ୍ତୁତ ହୋଇଥିବା ଅଭ୍ୟାସ ନମୁନା ପ୍ରଶ୍ନଗୁଡ଼ିକୁ ବିଦ୍ୟାଳୟରେ ନିୟମିତ ଅଭ୍ୟାସ କରାଯିବ। ଶିକ୍ଷଣ ଫଳାଫଳ ଆଧାରରେ କ୍ଲଷ୍ଟର ବିଦ୍ୟାଳୟ ସ୍ତରରେ ମଧ୍ୟ ଅଧିକ ଅଭ୍ୟାସ ପ୍ରଶ୍ନ ପ୍ରସ୍ତୁତ କରି ନିୟମିତ ଶିକ୍ଷାର୍ଥୀମାନଙ୍କୁ ଅଭ୍ୟାସ କରାଇବେ। ଶ୍ରେଣୀ ପର୍ଯ୍ୟବେକ୍ଷଣ ସମୟରେ ଅଭ୍ୟାସ ପ୍ରଶ୍ନର ବ୍ୟବହାର ବିଷୟରେ ଶିକ୍ଷକ ଓ ଶିକ୍ଷାର୍ଥୀମାନଙ୍କ ସହିତ ଆଲୋଚନା କରିବେ। ତେଣୁ ଏଠି ଆପଣଙ୍କର ଶିକ୍ଷଣ ଫଳାଫଳ ରହିଛି, ଭାଷା ରହିଛି, ଗଣିତ ରହିଛି। ଓକେ, ତା ସହିତ କିଛି ଲିଙ୍କ୍ ଏଠି ଆପଣମାନଙ୍କ ପାଇଁ ରହିଛି। ଜାନୁଆରୀ ମାସର ଶୈକ୍ଷିକ କ୍ୟାଲେଣ୍ଡର ରହିଛି। ମୁଁ ଏ ଲିଙ୍କ୍ ଗୁଡ଼ିକ ପ୍ରୋଭାଇଡ଼ କରିବାକୁ ଚେଷ୍ଟା କରିବି ଆପଣଙ୍କର এই ଭିଡ଼ିଓ ଡେସ୍କ୍ରିପସନ୍ ବକ୍ସରେ। ଦେନ୍ ଆପଣଙ୍କର ଏଠି ଶିକ୍ଷକମାନଙ୍କ ଦ୍ୱାରା ବହୁ ଶ୍ରେଣୀ ପାଠ ଯୋଜନା। ଓକେ, ଦେନ୍ ଏଠି ଶ୍ରେଣୀ ପର୍ଯ୍ୟବେକ୍ଷଣ ସାଧନୀ ରହିଛି। ଡିସେମ୍ବର ମାସର ଶ୍ରେଣୀ ପର୍ଯ୍ୟବେକ୍ଷଣ ତଥ୍ୟ ପାଠ ଟିକା ପ୍ରସ୍ତୁତି ତା ସହିତ ରହିଛି କାର୍ଯ୍ୟପୁସ୍ତିକାର ବ୍ୟବହାର ନିୟମିତ ମାନ ନିର୍ଦ୍ଧାରଣ। ଓକେ, ଏହି ସ୍ଲାଇଡ୍ ଗୁଡ଼ିକୁ ଶ୍ରେଣୀ ପର୍ଯ୍ୟବେକ୍ଷଣ ସାଧନରେ କେଉଁ ସବୁ ଦିଗ ଗୁଡ଼ିକ ପ୍ରତିଫଳିତ ହେଉଛି ପ୍ରତି ଦିଗ ସହ ସମ୍ପର୍କିତ ଗ୍ରାଫକୁ କେଉଁ ତଥ୍ୟ ସବୁ ମିଳୁଛି ଏହି ଗ୍ରାଫରୁ ମିଳିଥିବା ତଥ୍ୟକୁ ନିଜ ବିଦ୍ୟାଳୟ ସହ କିପରି ସମ୍ପର୍କିତ କରୁଛନ୍ତି। ପାଠ ଟିକା ପ୍ରସ୍ତୁତି ଏଠି ଏ ବିଷୟ ଉପରେ ଆଲୋଚନା କରାଯିବ। କାର୍ଯ୍ୟପୁସ୍ତିର ବ୍ୟବହାର। ଓକେ, ତା ସହିତ ମାନ ନିର୍ଦ୍ଧାରଣ ଶିକ୍ଷଣ ସୋପାନ ଏସବୁ ବିଷୟ ଉପରେ ଆପଣଙ୍କର ଆଲୋଚନା କରାଯିବ। ଶିକ୍ଷଣ ସୋପାନ ରେଜିଷ୍ଟର ମଧ୍ୟ ରହିଛି। ତା ସହିତ ଏଠି ଆପଣ ଦେଖନ୍ତୁ ସଂକଳନ ଫର୍ଦ୍ଦ ଅନୁସାରେ ଛାତ୍ରଛାତ୍ରୀଙ୍କର ସଂକେତ। ଦେନ୍ ସଂଖ୍ୟା ଜ୍ଞାନରେ ରହିଛି ଆଲୋଚନା ପ୍ରଶ୍ନ କିଛି ରହିଛି। ଜିଲ୍ଲା ଭିତ୍ତିକ ଶୈକ୍ଷିକ ଆଲୋଚନା। ଓକେ, ଇଏ ରହିଛି ଆଜିର ଡିଟେଲ୍ସ। ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ ବିଷୟ ରହିଛି ଆପଣଙ୍କର ପଞ୍ଚମ ଅଷ୍ଟମ ଶ୍ରେଣୀ। ତା ସହିତ ଅନ୍ୟ ବିଷୟ ଗୁଡ଼ିକ ମଧ୍ୟ ଆପଣ ଧ୍ୟାନ ଦେବେ। ତା ସହିତ ଆପଣ ଯେଉଁ ସର୍ବେକ୍ଷଣଟି କରାଯିବ ଆପଣଙ୍କର ଦେଖନ୍ତୁ ଏଠି ଆପଣଙ୍କର ପରଖ ଏବଂ NCERT ଦ୍ୱାରା ଯେଉଁ ପରୀକ୍ଷାଟି କରାଯିବ ଆପଣଙ୍କର ତୃତୀୟ ଶ୍ରେଣୀ ପାଇଁ ଇଏ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ରହିଛି। ଓକେ, ହୋପ୍ ଆଜିର ଭିଡ଼ିଓଟି ଆପଣମାନଙ୍କ ପାଇଁ ଇନଫର୍ମେଟିଭ୍ ଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗେ ଭିଡ଼ିଓ ଲାଇକ୍ କରିବେ, ସେୟାର କରିବେ, ଆମ ଚ୍ୟାନେଲ୍ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।